କର୍ଣ୍ଣ ପିଶାଚିନୀ ମନ୍ତ୍ର ଏହି ଭିଡ଼ିଓରେ ଜାଣିବା। ଦେଖନ୍ତୁ ମୁଁ ଆପଣମାନଙ୍କୁ ଏମିତି କିଛି ମନ୍ତ୍ର ଦେବାକୁ ଯାଉଛି ଯେଉଁ ମନ୍ତ୍ରକୁ କର୍ଣ୍ଣ ପିଶାଚିନୀ ମନ୍ତ୍ର ବୋଲିକି କୁହାଯାଇଥାଏ। ଆପଣମାନେ ଯଦି ଏହି କର୍ଣ୍ଣ ପିଶାଚିନୀ ମନ୍ତ୍ରଟିକୁ ଜାଣିଯାଆନ୍ତି ତାହେଲେ ଦୁନିଆର ଯେକୌଣସି କଥାକୁ ମଧ୍ୟ ଆପଣମାନେ ଜାଣିପାରିବେ। ଦେଖନ୍ତୁ ଆପଣମାନେ ଚାହିଁଲେ ଭୂତ ଭବିଷ୍ୟତ ବର୍ତ୍ତମାନ ଯାହା ଚାହିଁବେ ତାହା ଶୁଣିପାରିବେ ବା ଜାଣିପାରିବେ। ଯେମିତି ଆମେ ଫୋନରେ କଥାବାର୍ତ୍ତା ହେଉ ସେମିତି ଆପଣମାନେ କର୍ଣ୍ଣ ପିଶାଚିନୀ ମନ୍ତ୍ର ଯଦି ସିଦ୍ଧି କରିଦେବେ ତାପରେ ଆପଣମାନେ ଯେମିତି ଫୋନରେ କଥାବାର୍ତ୍ତା ହେଲା ପରେ ଯେମିତି ଶୁଭାଯାଏ ନା ସେମିତି ହିଁ ଶୁଭାଯିବ। କିନ୍ତୁ ଆପଣମାନେ ଭାବୁଥିବେ ଯେତିକି ସହଜ ସେତିକି କଷ୍ଟ। ଦେଖନ୍ତୁ ଯଦି ଇଚ୍ଛା ଥାଏ ତାହେଲେ ସବୁକିଛି କଷ୍ଟ ମଧ୍ୟ ସମ୍ଭବ ହୁଏ, ଅତି ସହଜ ହୁଏ। କିନ୍ତୁ ଇଚ୍ଛା ନଥାଏ ଆମକୁ ଛୋଟିଆ ଜିନିଷ ମଧ୍ୟ ଭୟଙ୍କର ଲାଗିଥାଏ। କିନ୍ତୁ ଆପଣମାନେ ଦେଖନ୍ତୁ ସର୍ବପ୍ରଥମେ କରିପାରିବେ ନପାରିବେ ତାପରେ ଆପଣମାନେ ଡିସିଜନ୍ ନେବେ। କିନ୍ତୁ ଆଗରୁ କୌଣସି ଡିସିଜନ୍ ନିଅନ୍ତୁ ନାହିଁ ଯେ ଆପଣମାନେ ଏଇଟା କରିପାରିବେ ନାହିଁ କିମ୍ବା ଏଇଟା କଲେ ଆପଣଙ୍କ କ୍ଷତି ହେବ। ସର୍ବପ୍ରଥମେ ଜାଣନ୍ତୁ କ୍ଷତି କ'ଣ ଲାଭ କ'ଣ, ତାପରେ ହିଁ ଆପଣମାନେ ଯେକୌଣସି ପଦକ୍ଷେପ ନେବେ। ଏହି ମାତ୍ର ଗୋଟିଏ ତାବିଜ ଆପଣମାନଙ୍କର ଅନେକ ଗୁଡ଼ିଏ କାମରେ ଆସିବ। ବଶୀକରଣ, ମୋହନ, ଆକର୍ଷଣ, କାର୍ଯ୍ୟସିଦ୍ଧି, ବେପାର ବୃଦ୍ଧି, ଶତ୍ରୁ ସମସ୍ୟା, ବିବାହ ସମସ୍ୟା, କୋର୍ଟ କଚେରୀ ସମସ୍ୟା, ଗ୍ରହ ନକ୍ଷତ୍ର ସମସ୍ୟା, ପାଙ୍ଗଡ଼ ନାଶଣ ସମସ୍ୟା, ଚାକିରି ସମସ୍ୟା, ରୋଗ ସମସ୍ୟା, ଭୂତ ପ୍ରେତ ସମସ୍ୟା। ତା ଛଡ଼ା ଆପଣମାନଙ୍କର ଯେକୌଣସି ଅଦୃଶ୍ୟ ସମସ୍ୟା ଥିଲେ ମଧ୍ୟ ଏହି ତାବିଜ ପିନ୍ଧିବା ଦ୍ୱାରା ସେସବୁ ସମସ୍ୟାର ସମାଧାନ ହୋଇଯିବ। ଆପଣମାନଙ୍କୁ ଦରକାର ଥିଲେ ଆପଣମାନେ ଆମ ସହିତ ଯୋଗାଯୋଗ କରନ୍ତୁ। ଆପଣମାନଙ୍କୁ 7-8 ଦିନ ମଧ୍ୟରେ ଏହା ବାଇପୋଷ୍ଟ ମାଧ୍ୟମରେ ମିଳିଯିବ। ବର୍ତ୍ତମାନ ଆପଣଙ୍କ ମୋବାଇଲ ସ୍କ୍ରିନରେ ଗୋଟିଏ ମନ୍ତ୍ର ଦେଖାଯାଉଛି। ଓମ୍ ହ୍ରିଂ ଚାହ ଚାହ କମ୍ବଳକେ ଗୃହଣ ପିଣ୍ଡଂ ପିଶାଚି କେ ସ୍ୱାହା। ମୁଁ ଯେମିତି ମନ୍ତ୍ର ଉଚ୍ଚାରଣ କଲି ଆପଣମାନେ ସେମିତି ହିଁ ମନ୍ତ୍ର ଉଚ୍ଚାରଣ କରିବେ। କାହିଁକିନା ଅଧିକାଂଶ ବ୍ୟକ୍ତିମାନେ ଓମ୍କୁ ଓମ୍ କହନ୍ତି, ଫଳରେ ତାଙ୍କର ମନ୍ତ୍ରଟି ପ୍ରଥମରେ ଏକା ବିଫଳ ହୁଏ। ମୁଁ ଯେମିତି କହିଲି ଆପଣମାନେ ଯଦି ସେମିତି କରିକି ଉଚ୍ଚାରଣ କରିବେ କୌଣସି ବିଫଳ ଆପଣମାନେ ହେବେ ନାହିଁ। ତ ଆପଣମାନେ କ'ଣ କରିବେ, ସର୍ବପ୍ରଥମେ ମନ୍ତ୍ରଟିକୁ ମୁଖସ୍ଥ କରିନେବେ। ତାପରେ ଆପଣମାନେ ନିଜର ରାଶି ଅନୁସାରେ, ଗୋତ୍ର ଅନୁସାରେ, ନକ୍ଷତ୍ର ଅନୁସାରେ, ନାମ ଅନୁସାରେ ମାହେନ୍ଦ୍ର ବେଳା ଖୋଜିବେ। ଅମାବାସ୍ୟା ରାତ୍ରିରେ ମାହେନ୍ଦ୍ର ବେଳା କେଉଁ ସମୟରେ ପଡ଼ୁଛି ସେଇଟାକୁ ଧ୍ୟାନ ରଖିବେ। ତା ପୂର୍ବରୁ ଆପଣମାନେ ମଦ, ମାଛ, ମାଂସ, ତାପରେ ବିଭିନ୍ନ ପ୍ରକାରର ଭୋଗ ରାଗ ଏହିସବୁ ଯୋଗାଡ଼ କରିନେବେ। ତାପରେ ଆପଣମାନେ କ'ଣ କରିବେ, ଯେକୌଣସି ନିର୍ଜନ ସ୍ଥାନ ନଦୀ କୂଳକୁ ଚାଲିଯିବେ ନଚେତ୍ ଶ୍ମଶାନକୁ ଚାଲିଯିବେ। ତାପରେ ଏହି ମନ୍ତ୍ରଟିକୁ ଏକଲୟ ଏକ ଚିତ୍ତରେ ଆପଣମାନେ ସହସ୍ର ସଂଖ୍ୟାରେ ଜପ କରିବେ। ଦେଖନ୍ତୁ ଏହାର କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ନୁହେଁ, କିନ୍ତୁ ଆପଣମାନେ ଜପ କରିଚାଲିଥିବେ। ଯେତେବେଳେ ଆପଣମାନଙ୍କର ମନ୍ତ୍ରଟି ସିଦ୍ଧି ହେବାକୁ ଲାଗିବ ତାପରେ ସ୍ୱୟଂ କର୍ଣ୍ଣ ପିଶାଚିନୀ ଦେବୀ ସେ ଆପଣଙ୍କ ସମ୍ମୁଖକୁ ଆସିଯିବ। ତାପରେ ଆପଣମାନେ ସେହି ସମୟରେ ଭୋଗ ରାଗ ଇତ୍ୟାଦି ତାଙ୍କୁ ଦେଇକି ସନ୍ତୁଷ୍ଟ କରିନେବେ। ତାପରେ ଆପଣ ତାଙ୍କୁ ନିଜର ଇଚ୍ଛା ମୁତାବକ ବର ମାଗିବେ। ତାପରେ ଆପଣମାନେ କର୍ଣ୍ଣ ପିଶାଚିନୀ ଯାହାକି ଆପଣମାନେ କହିବେ ମୋ କାନରେ ଏଇଟା କହିବି ସେଇଟା କହିବି, ତାହେଲେ ଆପଣ ସେଇଟା ମୋତେ କହିବେ, ଏହା କହିବେ, ତାହେଲେ ସେହି କର୍ଣ୍ଣ ପିଶାଚିନୀ ଦେବୀ ଆପଣଙ୍କୁ ତଥାସ୍ତୁ କହିକି ଚାଲିଯିବ। ସେହି ଦିନଠାରୁ ଆପଣମାନେ ଯେତେବେଳେ ଯାହା ଇଚ୍ଛା ତାହା ପଚାରି ପାରିବେ, ସାଙ୍ଗେ ସାଙ୍ଗେ ଆପଣଙ୍କ କାନରେ ସେ ଆସିକି କହିଯିବେ। ଯାହାର ବି ଭବିଷ୍ୟତ ଜାଣିବା ପାଇଁ ଚାହାନ୍ତି, ଯାହାର ଅତୀତ ଜାଣିବା ପାଇଁ ଚାହାନ୍ତି କିମ୍ବା ଯେକୌଣସି ଦୁନିଆର ଜାଣିବା ପାଇଁ ଚାହାନ୍ତି ତାହେଲେ ଆପଣମାନଙ୍କୁ କର୍ଣ୍ଣ ପିଶାଚିନୀ ସେସବୁ କହିଦେବେ।